ଖସି ପାରିବୁ ତ ଖସି ପାରିବ ତୁ ଦେଖ କବେ ମର୍ଡର କରିବୁ ନା ନାହିଁ ନା ନା ମୁଁ କହିପାରିବିନି ନା ମୁଁ ତ ଧରା ଧରି ପଡ଼ିଯାଏ ଧରା ପଡ଼ିବୁ କେମିତି ଏ ତୁ ଦେଖିବାକୁ ଯେମିତି ଏ ଶେଷ ଚନ୍ଦନ ଜଗଦେବ ମୋତେ ଦେଖିବାକୁ ସେମିତି ଏ ଦୁଇ ଜଣ ଯାକ ଅଭିପୟ ଡିକ୍ଟ ହେବେ ଓ ଚର୍ବଳ ପଣ୍ଡା ଓ କଥା ନ ମାନିଲେ ମୁଁ କରିଦେବି ଲଣ୍ଡା ମୋ ଠାରୁ କେହି ଭୟଙ୍କର ନାହାନ୍ତି ଏବେ କଣ ମର୍ଡର କରିବୁ ନା ନାହିଁ କୋଟି କୋଟି ଟଙ୍କାର ମାଲିକ ହବା ଆମେ ତିନି ଜଣ ଯାକ ସେ କମ୍ପାନୀର ମାଲିକ ହବା ସାରା ଜୀବନ ବସିକି ଖାଲି ଓଏସ କରିବା ଓଏସ ତତେ ଆମ ଦେହ ଭଙ୍ଗା କରିବାକୁ ପଡ଼ିବନି ମହାପାତ୍ରର ଅଲିଆଲି କନ୍ୟା ଶ୍ରୀୟାକୁ ବିବାହ କରିବୁ ଏମିତି ଶୁଣେଲି ସ୍ୱପ୍ନ ଜମା ହାତ ଛଡ଼ା କରା ଦେଖ ମର୍ଡର କରିବୁ ନା ନାହିଁ ନା ମୁଁ ପାରିବିନି ମୋତେ କାହିଁକି ଭିତରେ ପୁରଉଛ ମୁଁ ତମର କି ଦୋଷ କରିଛି ମୁଁ ହେଲେ ଇନ୍ସପେକ୍ଟର ଚର୍ବଣ ପଣ୍ଡା ମୋ କଥା ନ ମାନିଲେ ମୁଁ କରିଦେବି ଲଣ୍ଡା ଆପଣ ମାରିକେ ହରିଣ ମାଂସ ଖାଇବାକୁ ହେଲେ କାଗ ହବାକୁ ପଡ଼ିବ କାଗ ଶୁଣ ତୁ ଯଦି ମୋ କଥା ନ ମାନୁ ବିନା ଦୋଷରେ ତୁ ଶୁଣାନ୍ତୁ ମୁଁ ତତେ ବିନା ଦୋଷରେ ମୁଁ ତତେ ମର୍ଡର କେସରେ ଆଉ ତୁ ଯଦି ବିନା ଦୋଷରେ ମର୍ଡର କେସରେ ଫସି ଯାଉ ତତେ ଶଳାଟି ଫାଶୀ ହେଇଯିବ ଆଉ ତୋ ଭଉଣୀକୁ ଛାଡ଼ିଦିଅ ମୋତେ ଏବେ ମୁଁ ଲଜ୍ଜି କରିବିନି ଛାଡ଼ିଦିଅ ମୋତେ ରାଜି ହେଇଗଲେ ତୁ ରାଜି ଯଦି ହେଇଯିବୁ କୋଟି କୋଟି ଟଙ୍କାର ମାଲିକ ହବା ଏଠି ଭଲ ଜାଗା ଦେଖି ତୋ ଭଉଣୀ ବାହାଘର ମୁଁ କରେଇ ଦେବି ତତେ ଆଉ ରାଜଧାନୀ ଦେହ ଧନ୍ଦା କରିବାକୁ ପଡ଼ିବ ଆରେ ସେଇଠି ନାରୀମାନଙ୍କୁ ଦେହ ଦାନ କରି ଟଙ୍କା ରୋଜଗାର କରୁଛୁ ସେଇ କାମଟା ଏଠି କଲେ ଅସୁବିଧା କଣ ଦେହ ଦାନ କରି ବାପା ଦେହ ନଷ୍ଟ କରନା ଠିକ ସ୍ୱାସ୍ଥ୍ୟ ରଖେ ଭବିଷ୍ୟତରେ କାମ ଦବ ମୋ ଚୁଲବୁଲ ପଣ୍ଡା ମୋ କଥା ନ ମାନିଲେ ମୁଁ କରିଦେବି ଲଣ୍ଡା ଆପଣ ବାହାରିକି ଆରେ କହ ମର୍ଡର କରିବୁ ନା ନାହିଁ ନା ନା ମୁଁ ମର୍ଡର କରିପାରିବିନି ନା କରିପାରିବୁନି ମାଧବ ତ ମହାଦେବ ଡରନ୍ତି ମୁଁ ଚୁଲବୁଲ ପଣ୍ଡା ମୋ କଥା ନ ମାନିଲେ ମୁଁ କରିଦେବି ଲଣ୍ଡା ଥାପଡ଼ ବାହାରିକି ତୁ ମହେଶ ମହାପାତ୍ର ଘରେ ରହି ଚନ୍ଦନ ଜଗଦେବର ଆକ୍ଟିଂ କର କେହି ଯେମିତି ତତେ ଡାଉଟ୍ ନ କରନ୍ତି ତୁ ପ୍ଲେ ବୟ ରାଜବୀର ଭଳି ତାପରେ ଚନ୍ଦନ ଅଶ୍ଲିଆର କଥା ତତେ ଲାଗିଲା ତୁ କାମ କରିବୁ ନା ନାହିଁ ଆକୁ ମୁଁ ଏମିତି ଆକ୍ଟିଂ ଶିଖେଇବି କାହିଁକି ନା ମୁଁ ଆକ୍ଟିଂ ଶିଖେଇବାରେ ମାଷ୍ଟର ମୁଁ ଏମିତି ଆକ୍ଟିଂ ଶିଖେଇବି ଶୁଣକୁ କେହି ମଧ୍ୟ ଜାଣିପାରିବେନି ଇଏ ଚନ୍ଦନ ଜଗଦେବ ନା ରାଜବୀର ବୋଲି ଏ ଶଳାର କଥାଟା
ହେବି ମୁଁ